ଆଜିର ପ୍ରସଙ୍ଗ ଜୈବ ବିବିଧତାର ସୁରକ୍ଷାରେ କଇଁଛଙ୍କ ଭୂମିକା। ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ। ଉପସ୍ଥାପନା ନୀନା ସାହୁ। ପୃଥିବୀରେ ବସବାସ କରୁଥିବା ପୁରୁଣା ଜୀବଗୁଡ଼ିକ ମଧ୍ୟରୁ କଇଁଛ ହେଉଛି ଅନ୍ୟତମ। ଉଭୟ ଜଳ ଓ ଜଳର ପୃଷ୍ଠଭାଗରେ ଏମାନେ ବସବାସ କରିପାରନ୍ତି। ବିଭିନ୍ନ ପରିସ୍ଥିତିରେ ଖାପ ଖୁଆଇ ଏମାନେ ନିଜର ଜୀବନ ଧାରଣ କରିଥାନ୍ତି। ସମଗ୍ର ବିଶ୍ୱରେ 300 ପ୍ରଜାତିର କଇଁଛ ରହିଛନ୍ତି। ସେମାନଙ୍କ ପିଠିରେ ରହୁଥିବା କବଚଗୁଡ଼ିକର ଆଧାରରେ ପ୍ରଜାତି ଭିନ୍ନ ଭିନ୍ନ ହୋଇଥାଏ। ପରିବେଶ ସୁରକ୍ଷା ଦିଗରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। କଇଁଛଙ୍କର ସୁରକ୍ଷା ଏବଂ ସଂରକ୍ଷଣ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜିର ଦିବସକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। 2000 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ କଇଁଛ ଦିବସର ବାର୍ତ୍ତା ରହିଛି ଡ୍ୟାନ୍ସିଂ ଟର୍ଟଲ ରକ୍। କଇଁଛଙ୍କୁ ପ୍ରାକୃତିକ ପରିବେଶରେ ବଞ୍ଚିବା ଏବଂ ବଢ଼ିବାରେ ସହାୟତା ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ପ୍ରାୟ 129ଟି ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଥିବା ଆକଳନ କରାଯାଇଛି। ସ୍ଥଳ ବିଶେଷରେ କଇଁଛଙ୍କର ଜୀବନକାଳ 150ରୁ 300 ବର୍ଷ ପର୍ଯ୍ୟନ୍ତ ହୋଇଥାଏ ବୋଲି ପ୍ରାଣୀ ବିଶେଷଜ୍ଞ ମତ ଦେଇଥାନ୍ତି। ପ୍ରକୃତିର ଏମାନେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ କଇଁଛଙ୍କ ବଂଶବୃଦ୍ଧିରେ ସଙ୍କଟ ଦେଖାଦେଉଛି। କଇଁଛଙ୍କ ସଂରକ୍ଷଣ ସହ ସେମାନଙ୍କ ବାସସ୍ଥାନର ସୁରକ୍ଷା ଲକ୍ଷ୍ୟ ନେଇ ଆମେରିକାର ସ୍ୱେଚ୍ଛାସେବୀ ସଂଗଠନ ଆମେରିକାନ୍ ଟର୍ଟଏଜ୍ ରେସ୍କ୍ୟୁର ଉଦ୍ୟମକ୍ରମେ ପ୍ରତ୍ୟେକ ବର୍ଷ ମେ ମାସ 23 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ମୃତ ମାଛକୁ ଖାଇ କଇଁଛ ବେଳାଭୂମିକୁ ପରିଷ୍କାର ରଖିବା ସହ ଗାତ ଖୋଳି ଅନ୍ୟ ପ୍ରାଣୀଙ୍କ ପାଇଁ ମଧ୍ୟ ଆବାସସ୍ଥଳୀ ନିର୍ମାଣରେ ସହାୟକ ହୋଇଥାଏ। ସାମୁଦ୍ରିକ ଉଦ୍ଭିଦ ଜଗତ ଏବଂ ପ୍ରବାଳକୁ ବଞ୍ଚାଇ ରଖିବାରେ କଇଁଛ ବେଶ୍ ଉଲ୍ଲେଖନୀୟ କାର୍ଯ୍ୟ କରିଥାଏ। ପୃଥିବୀ ପୃଷ୍ଠରେ ଆର୍ଦ୍ରତା କମୁଥିବାରୁ ଏମାନଙ୍କର ବଞ୍ଚିବାରେ ସମସ୍ୟା ଉପୁଜୁଛି। ଓଡ଼ିଶା ଉପକୂଳ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ ବିବେଚିତ ହୋଇଛି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ମାଇ ଅଲିଭ୍ ରିଡ୍ଲେ କଇଁଛ ସାମୂହିକ ଅଣ୍ଡାଦାନ ଉଦ୍ଦେଶ୍ୟରେ ଓଡ଼ିଶାର ଉପକୂଳ ଅଞ୍ଚଳକୁ ଆସନ୍ତି। ସୁରକ୍ଷିତ ଉପାୟରେ ଅଣ୍ଡାଦାନ ଏବଂ ସେଥିରୁ ଉତ୍ପନ୍ନ ହେଉଥିବା କଇଁଛ ଶାବକଙ୍କ ସମୁଦ୍ରକୁ ପ୍ରତ୍ୟାବର୍ତ୍ତନ ସାମୁଦ୍ରିକ ପରିବେଶ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରତ୍ୟେକ ମାଇ ଅଲିଭ୍ ରିଡ୍ଲେ କଇଁଛ ସମୁଦ୍ର ଉପକୂଳ ଅଞ୍ଚଳରେ ବାଲିରେ ଗାତ କରି ପାଖାପାଖି 100ରୁ 150 ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଏହାପରେ ସେହି ଗାତକୁ ବାଲିରେ ଘୋଡ଼ାଇ ଦେଇ ସେମାନେ ସମୁଦ୍ରକୁ ଫେରିଯାଆନ୍ତି। 45ରୁ 60 ଦିନ ମଧ୍ୟରେ ଅଣ୍ଡା ଫୁଟି କଇଁଛ ଶାବକ ଜନ୍ମଗ୍ରହଣ କରିବା ସହ ସମୁଦ୍ରକୁ ଫେରିଯାଆନ୍ତି। ଅଲିଭ୍ ରିଡ୍ଲେ କଇଁଛଙ୍କ ସଙ୍ଗମଠାରୁ ଆରମ୍ଭ କରି କଇଁଛ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚକ୍ରକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ତଥା ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ସମୂହ ଅଣ୍ଡାଦାନ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି। ଓଡ଼ିଶାର ପୂର୍ବ ଉପକୂଳବର୍ତ୍ତୀ ଭିତରକନିକା ଅଭୟାରଣ୍ୟ ଅନ୍ତର୍ଗତ ଗହୀରମଥା, ପାରାଦୀପ ନିକଟବର୍ତ୍ତୀ ଦେବୀନଦୀ ମୁହାଣ ମଧ୍ୟ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ଏବଂ ସୁରକ୍ଷିତ ଅଞ୍ଚଳ ଭାବେ ପରିଗଣିତ ହୋଇଛି। ଚଳିତ ବର୍ଷ 15,11,000ରୁ ଅଧିକ କଇଁଛ ଓଡ଼ିଶା ବେଳାଭୂମିରେ ସମୂହ ଅଣ୍ଡାଦାନ କରିଥିବା ଏକ ଆକଳନରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଏହା 5 ଗୁଣ ଅଧିକ ହୋଇଥିବା କୁହାଯାଉଛି। ବେଳାଭୂମି ବାଲିର ଉଷ୍ମତା ନେଇ ଅଣ୍ଡାରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଫେରିଯାଆନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ଏବଂ କଇଁଛ ଶାବକଙ୍କ ସମୁଦ୍ରକୁ ପ୍ରତ୍ୟାବର୍ତ୍ତନ ନେଇ ପ୍ରତ୍ୟେକ ବର୍ଷ ଏକ ମିଶନ କାର୍ଯ୍ୟକାରୀ କରିଥାନ୍ତି। ଅପରେସନ୍ ଅଲିଭିଆ ନାମକ ଏହି ମିଶନ ବେଶ୍ ଉଲ୍ଲେଖନୀୟ ସଫଳତା ପାଇଛି। ପ୍ରତ୍ୟେକ ବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ତଟରକ୍ଷୀ ବାହିନୀ ପକ୍ଷରୁ ଚାଲିଥିବା ଏହି ଅପରେସନ ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ ପଦକ୍ଷେପ ଭାବେ ବିବେଚିତ ହୋଇଛି। ଏଭଳି ପଦକ୍ଷେପକୁ ଅନୁଶୀଳନ କଲେ ଜଣାପଡ଼େ କଇଁଛଙ୍କର ସୁରକ୍ଷା ଜୈବ ବିବିଧତା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରାଣୀଟିର ସୁରକ୍ଷା ଏବଂ ସଂରକ୍ଷଣ ଆମରି ଉପରେ ନ୍ୟସ୍ତ ରହିଛି। ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ କଇଁଛଙ୍କର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ ଦିଗରେ କାର୍ଯ୍ୟ କରିପାରିଲେ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା।